ଏଇଟା ଗୋଟେ ମୋର ବ୍ୟକ୍ତିଗତ ଚିନ୍ତାଧାରା। ଏଥିରେ ଦଳର କି ଦଳର ସୁପ୍ରିମୋର କି ଦଳର କୌଣସି ନେତାଙ୍କର ଏ ବିଷୟରେ ସେପରି ଇଏ ନାହିଁ। ଯେହେତୁ ମୁଁ ହାଇକୋର୍ଟରେ କେସ୍ ଯେତିକ ମାମଲା ରୁଜୁ କରାଯାଇଛି ଏହି ନିର୍ବାଚନ ପରେ ଏବଂ ଯେହେତୁ ମହମ୍ମଦ ମୋକିମଙ୍କ ବିରୁଦ୍ଧରେ ଏହି ପ୍ରକାର କେସ୍ କରିକି ମହମ୍ମଦ ମୋକିମ ହାରିଥିଲେ ଏବଂ ତାଙ୍କର ସ୍ଥଗିତ କରାଯାଇଥିଲା, ମୁଁ ସେଇ ଦୃଷ୍ଟିରୁ ମୋର ଗୋଟେ ଖାଲି ଏତିକି କହିବାର ଥିଲା କି ଇଏ ଯେତେ ଜଣଙ୍କର ଭୁଲ ଶପଥ ପାଠ ହେଇଛି, ଅନେକ କରିଛନ୍ତି, ତେଣୁ ନିଶ୍ଚିନ୍ତ ଭାବରେ ହାଇକୋର୍ଟର ରାୟ ହିସାବରେ ଆଗାମୀ ଦିନରେ ସମ୍ଭାବନା ରହିଛି ଉପନିର୍ବାଚନ ହେବାରେ। ମୁଁ ଆଜ୍ୟୁମ୍ କରିଛି ମୋ କେସ୍ ବେସିସ୍ ଉପରେ। ଏଇଟା କେବଳ ଆଜମ୍ପସନ୍। ଆଲୋଚନା ଏ ବିଷୟରେ ତାଙ୍କ ସାଙ୍ଗରେ ସେମିତି ଆଲୋଚନା ହେଇନି, କିନ୍ତୁ ଆମେ ଏଇଭଳି କେସ୍ କରିଛୁ ଆଉ ଏଇଭଳି କେସ୍ର ଯେଉଁ କେସ୍ ଆଧାରରେ ମୋ କେସ୍ରେ ମୁଁ ଜିତିଥିଲି, ସେଇ ଆଧାରରେ ଆମର ଅନେକ କେସ୍ ମଧ୍ୟ ଆମେ ଜିତିବୁ। ସେଇଟା ତାଙ୍କୁ ଆମେ ଇନଫର୍ମ କରିଛୁ। ତାଙ୍କୁ ଆମେ ଇନଫର୍ମ କରିଛୁ ନେତା ହିସାବରେ ଆମେ ତାଙ୍କୁ ଜଣେଇଛୁ, ସିଏ ତାପରେ ଡିସିସନ ନେବେ। ଯେହେତୁ କେସ୍ ଗୁଡ଼ିକ ଫାଇଲ ହେଇଛି, ଅବଭିୟସଲି ଓକିଲମାନେ ଯିଏ ମୋର କେସ୍ କରିଥିଲେ ତାଙ୍କ ପାଖକୁ ନିଶ୍ଚିତ ଭାବରେ ଅନେକ ଲୋକ ଆସିଛନ୍ତି। ତେଣୁ ଯେତିକି କୋର୍ଟରେ କେସ୍ ଆଡମିଟ୍ ହେଇଛି, ତାଙ୍କ ଆଡମିଟ୍ର ବି ଇଏ ଆସିଗଲାଣି, ତାଲିକା ଆସିଗଲାଣି। କେତେଟା କେସ୍ ହେଇଛି ତାଲିକା ଆସିଗଲାଣି। ଥରେ ଆଡମିଟ୍ ହେଇଛି ମାନେ ଯୋଉ ଆଧାରରେ ଯିଏ ବି କମ୍ପ୍ଲେନେଣ୍ଟ ଅଛି, ଯିଏକି ଜଣେ ଭୁଲ ଶପଥ ପାଠ କରିଛି, କି ଯୋଉ ଆଫିଡେଭିଟ୍ରେ ଭୁଲ ତଥ୍ୟ ଦର୍ଶାଇଛନ୍ତି, ସେମାନଙ୍କର ଇଲେକ୍ସନଟା ଖାରଜ ହେଇଯିବାର କଥା। ତେଣୁ ସେଇ ହିସାବରେ ଯେହେତୁ ହାଇକୋର୍ଟରେ ଏତେଟା କେସ୍ ଆଡମିଟ୍ ହେଇଛି, ମୁଁ ବ୍ୟକ୍ତିଗତ ଭାବରେ କିଛି କେସ୍ ଜାଣିଛି। ତା ଦେହରୁ ମୁଁ 7-8ଟି କେସ୍ ଜାଣିଛି ଯୋଉଠିକି କ୍ୟାଣ୍ଡିଡେଟ୍ ମାନେ ସମ୍ପୂର୍ଣ୍ଣ ଭୁଲ ତଥ୍ୟ ଦେଇଛନ୍ତି ପିପୁଲ୍ସ ରିପ୍ରେଜେଣ୍ଟେଟିଭ୍ ଆକ୍ଟ ହିସାବରେ। ନା, ଏଥିରେ ଆଲୋଚନା କିଛି ହେଇନି, ସମ୍ଭାବନା ନାହିଁ। ସିଏ ହେଉଛନ୍ତି ସୁପ୍ରିମୋ, ସିଏ ନିଷ୍ପତ୍ତି ନେବେ। କିନ୍ତୁ ଏ ପ୍ରକାର ତାଙ୍କୁ ଜଣାଯାଇଛି କି ଏ ପ୍ରକାର ଆମର ଏହି ପ୍ରକାର ଇଲେକ୍ସନ କେସେସ୍ ଯେତିକି ଫାଇଟ୍ ହେଇଛି, ମୁଁ ମୋ ଜ୍ଞାତ ଭିତରେ 7-8ଟା ଜାଗାରେ ନିଶ୍ଚିତ ଭାବରେ କ୍ୟାଣ୍ଡିଡେଟ୍ ମାନଙ୍କର କ୍ୟାଣ୍ଡିଡେଚରଟା ସ୍ଥଗିତ ରହିବ ବୋଲି ମୋର ସେଇଟା ଅନୁମାନ। ଯେତିକି ମୁଁ କେସ୍ କଲା ପରେ ମହମ୍ମଦ ମୋକିମଙ୍କ ବିରୁଦ୍ଧରେ ଯେତିକି ଜ୍ଞାନ ମୁଁ ପାଇଛି, ସେଇ ହିସାବରେ ହିଁ ମୁଁ କହିଛି। ନାଇଁ, ଆମ ଦଳ ସେମିତି କୌଣସି ଲୋଭ ନାହିଁ। ମୂଳରୁ ନବୀନ ପଟ୍ଟନାୟକ କହିସାରିଛନ୍ତି, ସେ ସ୍ୱୀକାର କରିଛନ୍ତି, ଏହି ହାରକୁ ସ୍ୱୀକାର କରିଛନ୍ତି ଏବଂ ସେ ଅପୋଜିସନ ହିସାବରେ କାମ କରୁଛନ୍ତି। ତେଣୁ ଇଏ ଗୋଟେ ସ୍ପେକୁଲେସନ ଥିଲା କି ମୋହନ ସରକାରକୁ, ଯେହେତୁ ଆମେ ଗୋଟେ ପ୍ରତିବାଦ ମିଟିଂରେ ସରକାରକୁ ଗୋଟେ ଚେତାବନୀ ଦିଆହେଉଥିଲା କି ତମେ ଭାବନା କି ତମେ ଗୋଟେ ଅତି ମଜବୁତ ସରକାର ଅଛ, ସମ୍ଭାବନା ଅଛି ଇଏ ସରକାର ବି ମାଇନରିଟି ସରକାର ହବାର ସମ୍ଭାବନା ଅଛି। ଏତିକି ହଉଛି କଥା। ନାଇଁ, ଏ ବିଷୟରେ ଖାଲି ମୁଁ ତାଙ୍କୁ କେସ୍ ହେଇଛି ବୋଲି ଜଣିଛି, ଆଲୋଚନା କିଛି ହେଇନି, କୌଣସି ମତେ ଆଲୋଚନା ହେଇନି। ଆଉ ନବୀନ ପଟ୍ଟନାୟକ ସିଧାସଳଖ ଆମମାନଙ୍କୁ କହିଛନ୍ତି, ଆମେ ଦୀର୍ଘ 24-25 ବର୍ଷ ପରେ ଆମେ ଅବିକା ଯେହେତୁ ଅପୋଜିସନରେ ଅଛୁ, ଆମେ ଅପୋଜିସନର କାର୍ଯ୍ୟକ୍ରମ କରିବୁ।